ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ଶୁଣିବା। ଗାଈକୁ ମଧ୍ୟ ଖାଇବାକୁ ଆବଶ୍ୟକତା ଠାରୁ ଅଧିକ ମିଳିଗଲେ ତାକୁ ଗାଈ ନ ଖାଇ ତା ଉପରେ ଶୋଇପଡ଼େ। ଠିକ୍ ସେମିତି ଯେକୌଣସି ଲୋକକୁ ସମ୍ମାନ ପ୍ରଶଂସା ଅଧିକ ଠାରୁ ଆବଶ୍ୟକତା ଠୁ ବି ଅଧିକ ମିଳିଗଲେ ତାର ମହତ୍ତ୍ୱ ସେ ନ ବୁଝି ତାର ଦୁରୁପଯୋଗ କରିଥାଏ। ପିତୃପକ୍ଷ ହେଉଛି ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବାର ସମୟ। କୁହାଯାଏ ଏ ଯେ ହେଉଛି ସେ ସମୟର ପୂର୍ବପୁରୁଷମାନେ ସେମାନଙ୍କ ବଂଶଧରଙ୍କ ଅବସ୍ଥା ଦେଖିବା ପାଇଁ ପୃଥିବୀକୁ ଆସିଥାନ୍ତି। କିନ୍ତୁ ଅନେକ ସମୟରେ ସେମାନେ ସଂକେତ ମାଧ୍ୟମରେ ପ୍ରକାଶ କରିଦିଅନ୍ତି ସେମାନେ ଖୁସି ଅଛନ୍ତି କି ନାହିଁ। କାଉ ରାବ କରିବା, ସ୍ୱପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା, ହଠାତ୍ ଆର୍ଥିକ ସଙ୍କଟ, ଘରେ ଅଶାନ୍ତି, ଦୀପ ଲିଭିଯିବା, ତୁଳସୀ ଗଛ ଶୁଖିଯିବା, ପୂଜାରେ ବାଧା ହେବା। ଯଦି ଘରେ ହେଉଛି ଏସବୁ ତାହେଲେ ଜାଣିନିଅନ୍ତୁ ପିତୃପୁରୁଷମାନେ ସନ୍ତୁଷ୍ଟ ନୁହନ୍ତି। ଈଶ୍ୱରଙ୍କୁ ପାଇବା ପାଇଁ ଧର୍ମ ପଥରେ ରୁହନ୍ତୁ। ସତ୍ୟ ଯୁଗରେ ଭଲ ଓ ମନ୍ଦ ଗୋଟିଏ ଜାଗାରେ ଥିଲେ। ଦେବଲୋକ ଓ ଅସୁର ପ୍ରବେଶ ଲୋକରେ ଥିଲେ। ତ୍ରେତା ଯୁଗରେ ଭଲ ଏବଂ ମନ୍ଦ ଗୋଟିଏ ଦୁନିଆରେ, ଯେମିତିକି ରାମ ଏବଂ ରାବଣ। ଦ୍ୱାପର ଯୁଗରେ ଭଲ ଏବଂ ମନ୍ଦ ଗୋଟିଏ ପରିବାରରେ, ଯେପରିକି କୃଷ୍ଣ ଓ କଂସ। କଳିଯୁଗରେ ଭଲ ଏବଂ ମନ୍ଦ ଗୋଟିଏ ଶରୀରରେ। ଯେତେବେଳେ ଅଧର୍ମ ନିଜ ଚରମ ସୀମାରେ ପହଞ୍ଚିଯାଏ ସେତେବେଳେ ଅଧର୍ମକୁ ବିନାଶ କରିବା ପାଇଁ ଭଗବାନ ବିଭିନ୍ନ ପ୍ରକାର ରୂପ ନେଇ ଆସିଥାନ୍ତି। ଏଠି କେହି କାହାରି ନିଜର ନୁହନ୍ତି ବନ୍ଧୁ। ଏହା ହେଉଛି ସତ୍ୟ। ଏଠି ସମ୍ପର୍କ ସବୁ ମିଛ। ତୁମେ କାହାର କାମରେ ଆସୁଛ ସେଥିପାଇଁ ତୁମକୁ କେହି ଭଲ ପାଉଛନ୍ତି। ତୁମେ ଯଦି କୌଣସି କାମର ଯୋଗ୍ୟ ନୁହେଁ ତେବେ ତୁମକୁ ଭଲ ପାଇବେ ନାହିଁ କେହି ବି ନୁହେଁ। ଯଦି କେହି ପୁନଃ ପୁଣି ରୋଗୀ ହୁଏ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ ତେବେ ରବିବାର ଏହି ଉପାୟ କରିବା ଉଚିତ। ରବିବାର ସକାଳେ ପାଣିଅଛି ଥିବା ନଡ଼ିଆକୁ ନେଇ ତାର ପାଣିକୁ ବ୍ୟବହାର କରି ଗୋଟିଏ ବାଟିରେ ଭରିବା। ତାପରେ ପୂର୍ବ ଦିଗକୁ ମୁହଁ କରି ଠିଆ ହୋଇ 5 ଥର ଓଁ ସୂର୍ଯ୍ୟାୟ ନମ ଉଚ୍ଚାରଣ କରିବା। ସେହି ପାଣିରୁ 4 ଘୁଣ୍ଟ ପିଇବା ଓ ବାକି ଥିବା ପାଣିରେ ମୁହଁ ଧୋଇବା। 5 ଦିନ ଏହା କଲେ ଆପଣଙ୍କର ଶରୀର ସୁସ୍ଥ ହୋଇଯିବ। ତୁଳସୀ ଚଉରା ମୂଳେ ସଞ୍ଜବତୀ ଜଳାଇଲେ, ଗାଧୋଇ ତୁଳସୀ ମୂଳେ ଜଳ ଦେଲେ ପରିବାରର ସର୍ବବିଧ ମଙ୍ଗଳ ହୁଏ। ମନରେ ଧର୍ମ ଶାନ୍ତି ଭାବନା ଜାଗ୍ରତ ହୁଏ। ମନରେ କ୍ରୋଧ ଶାନ୍ତି ହୁଏ। ଗୃହରେ ଅଶାନ୍ତି ଦୂର ହୁଏ। ସର୍ବ ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ। ମହାମାରୀ ଆଦି ବିଭିନ୍ନ ରୋଗରୁ ରକ୍ଷା ମିଳେ। ହିନ୍ଦୁତ୍ୱର ପ୍ରତୀକ ସ୍ୱରୂପ ମନରେ ପବିତ୍ରତା ଶକ୍ତି ଜାଗ୍ରତ ହୋଇଥାଏ। ପୂର୍ବମୁଖୀ ହୋଇ ପୂଜାପାଠ ଏବଂ ଶୁଭକାର୍ଯ୍ୟ କଲେ ସର୍ବ ଶୁଭ ହେବା ସହିତ ଦେବାଦେବୀମାନେ ସନ୍ତୁଷ୍ଟ ହୋଇଥାନ୍ତି। ଭସ୍ମ ଧାରଣ କଲେ ଦେବ ପ୍ରସାଦର ଫଳ ମିଳିବା ସହିତ କାୟା ଶୁଦ୍ଧ ହୋଇଥାଏ। ଘର ଆଗରେ ଯଦି ତୁଳସୀ ଗଛ ଥାଏ ତାହେଲେ ନକାରାତ୍ମକ ଶକ୍ତି ବିନାଶ କରିଥାଏ। ଅଁଳା ଗଛ ଥିଲେ ସବୁ କଷ୍ଟ ଦୂର କରିଥାଏ। ଅଶ୍ୱଗନ୍ଧା ଗଛ ଥିଲେ ବାସ୍ତୁ ଦୋଷ ଦୂର କରେ। ବାଉଁଶ ଗଛ ଥିଲେ ଶୁଭ ପ୍ରଗତି ଏବଂ ଶୁଭ ପ୍ରତୀକ ମନାଯାଏ। କଦଳୀ ଗଛ ଥିଲେ ଧନ ଧାନ୍ୟରେ ବୃଦ୍ଧି ହୁଏ। ଲାଜକୁଳି ଗଛ ଥିଲେ ଶନି ଦେବଙ୍କ କ୍ରୋଧକୁ ହ୍ରାସ କରିଥାଏ। ବେଲ ଗଛ ଥିଲେ ଲକ୍ଷ୍ମୀଙ୍କର ବାସ ହୁଏ। ଅଶୋକ ଗଛ ଥିଲେ ସବୁ ଦୁଃଖରୁ ମୁକ୍ତି ମିଳିଥାଏ। ଖରାପ ସମୟରେ ନିଜ ଭାଇ ମଧ୍ୟ ସାହାଯ୍ୟ କରିବ ନାହିଁ। ଏହି କଳିଯୁଗରେ ଯାହାକୁ ଅତି ନିଜର ଭାବିବ
ସେ ହିଁ ଦୁଃଖ ହେବ। ପ୍ରେମ ନାଁରେ କେବଳ ଶରୀର ଭୋଗ ରହିବ। ନାରୀମାନେ ନିଜ ଇଚ୍ଛାର ସହିତ ବିବାହ କରିବେ। ପିଲାମାନେ ପିତାମାତାଙ୍କ କଥା ମାନିବେ ନାହିଁ। ସଚ୍ଚୋଟ ବ୍ୟକ୍ତି ବହୁତ ହଇରାଣ ହରକତ ହେବେ। ନାରୀମାନେ ମାତୃତ୍ୱ ଭାବ ରହିବ ନାହିଁ। କର୍ତ୍ତବ୍ୟ କଳହ ବୈମାନି ଧୋକାବାଜିରୁ ବଞ୍ଚିବା ପାଇଁ ଲୋକେ ବିବାହ କରିବା ପାଇଁ ଡରିବେ। ଯିଏ ସତ୍ୟ ପଥରେ ଚାଲିଲା ତାକୁ ମୃତ୍ୟୁ କରିଦେବେ। ଠକ ମିଛୁଆମାନେ ହିଁ ଶ୍ରେଷ୍ଠ ବିବେଚିତ ହେବେ। ଅନ୍ୟ କେହି ଚାହିଁ ଦେଖୁଥିଲେ ଖାଇବା ଠିକ୍ ନୁହେଁ। ଅନ୍ଧାରରେ ବସି ଖାଆନ୍ତୁ ନାହିଁ। ଖାଇସାରି ହାତ ପାପୁଲିର ପଛପଟ ଚାଟିବ ନାହିଁ। ଖାଇସାରି ପେଟରେ 3 ଥର ହାତ ବୁଲାଇବା ଉଚିତ। ଫଳରେ ଖାଦ୍ୟ ହଜମ ହୋଇଯାଏ। ଠିଆ ହୋଇ ପାଣି ପିଅନ୍ତୁ ନାହିଁ। ଫଳରେ ହାଇଡ୍ରୋସିଲ୍ ବଢ଼ିଯିବାର ସମ୍ଭାବନା ଥାଏ। କଂସା ବାସରେ ଗୋଡ଼ ବଜାନ୍ତୁ ନାହିଁ କିମ୍ବା କଂସା ବାସନକୁ ଘଣ୍ଟ ପରି ବଜାନ୍ତୁ ନାହିଁ। ଖାଇସାରି ଅଇଁଠା ପକାଇ ରଖନ୍ତୁ ନାହିଁ। ସକାଳେ ଖାଲି ପେଟରେ ପାଣି ପିଇଲେ କ'ଣ ସବୁ ହୋଇଥାଏ ଜାଣିବା। ପେଟ ସଫା ରହିଥାଏ। ଶରୀରରୁ ମଇଳା ବାହାର କରେ। ଭୋକ ବଢ଼େ। ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇଥାଏ। ମେଟାବଲିଜିମ୍ ବୃଦ୍ଧି କରେ। ରକ୍ତ ବଢ଼ିଥାଏ। ଓଜନ ହ୍ରାସ କରେ। ମୁହଁରେ ଚମକ ଆସିଥାଏ। ପ୍ରତିଦିନ ସକାଳୁ କେବେ ବି ରାଗିବେ ନାହିଁ। ଦିନଟା ଖରାପ ହୋଇଯିବ। ପୂଜା କରୁଥିବା ବେଳେ କ୍ରୋଧକୁ ଦୂରେ ରଖନ୍ତୁ। କେବେ ବି କ୍ରୋଧକୁ ମନରେ ଆସିବାକୁ ଦେବେ ନାହିଁ। ତେବେ ଭଗବାନଙ୍କର ଆଶୀର୍ବାଦ ପାଇବେ। ଖାଇବା ବେଳେ ରାଗ କରନ୍ତୁ ନାହିଁ। ଶରୀରରେ ରୋଗ ବଢ଼ିପାରେ। ଘରୁ ବାହାରିବା ସମୟରେ ଶାନ୍ତ ରୁହନ୍ତୁ। କାମ ସଫଳତାର ସହିତ ହେବ। ବାହାର ଘରକୁ ଫେରିଲେ ହସମୁଖେ ପ୍ରବେଶ କରନ୍ତୁ। ଲକ୍ଷ୍ମୀ ଖୁସି ହେବେ। ଶୋଇବା ପୂର୍ବରୁ ମନକୁ ଶାନ୍ତ କରନ୍ତୁ। ଆୟୁଷ ଓ ନିଦ୍ରା ହୁଏ ଏବଂ ଶୁଭ ହୋଇଥାଏ। ତୁଳସୀ ପତ୍ର ଥଣ୍ଡା କାଶ କଫ ହେଲେ ଭଲ କରେ। ଦୁବ ନାକରୁ ରକ୍ତସ୍ରାବ ହେଲେ ବନ୍ଦ କରେ। ବେଲ ପେଟ ରୋଗ ହେଲେ ଭଲ କରେ। ସଜନା ପତ୍ର ରକ୍ତଚାପକୁ ନିୟନ୍ତ୍ରଣ କରେ। ନିମ୍ବ ଚର୍ମ ଓ ବହୁମୂତ୍ର ରୋଗ ଭଲ କରେ। ଗେଣ୍ଡୁ କଟା ଘା ଭଲ କରେ। ଡାଲିମ୍ବ ତରଳ ଝାଡ଼ା ବନ୍ଦ କରେ। ଅରଖ ପରିସ୍ରା ଓ ଘା ପୋଡ଼ିବା ବନ୍ଦ କରେ। ଘିକୁଆଁରୀ ମୁଣ୍ଡ ଥଣ୍ଡା ରଖେ। ପୋଦିନା ପତ୍ର ହଜମ କରାଏ। ପୋଟଳ ପିତ୍ତ ନାଶ କରେ। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍ କରନ୍ତୁ। ରହୁଛି ଓଁ ସାଇରାମ ଜୟ ସାଇ।